ବାଲିଆପାଳ ବ୍ଲକ ଅନ୍ତର୍ଗତ ପାରୁଳିଆ ଛକସ୍ଥିତ ରାଧା ଦାମୋଦର ମନ୍ଦିର ପରିସରରେ ବୃଷଭ ଦେବତାଙ୍କ ତିରୋଭାବ ବିରହ ସତ୍ସଙ୍ଗ ଅନୁଷ୍ଠିତ ହୋଇଯାଇଛି। ସୂଚନାଯୋଗ୍ୟ 5 ମାସ ପୂର୍ବରୁ ଏକ ବୃଷଭ ଦେବତା ରୋଗାକ୍ରାନ୍ତ ହେବା ସହ ଅତ୍ୟଧିକ ଜରାଜୀର୍ଣ୍ଣ ଅବସ୍ଥାରେ ବାଲିଆପାଳ ଅଞ୍ଚଳରେ ବୁଲୁଥାନ୍ତି। ତାଙ୍କ ଦେହ ସାରା ଏମିତି ଭାତଗୁଡ଼ି ହୋଇଥାଏ ଯାହାକି ଲୋକେ ତାଙ୍କୁ ଛୁଇଁବା ତ ଦୂରର କଥା ଖାଇବାକୁ ମଧ୍ୟ ଦେଉନଥାନ୍ତି, ଯାହା ଫଳରେ ବୃଷଭ ଦେବତାଙ୍କ ଶରୀର ଧୀରେ ଧୀରେ କ୍ଷୀଣ ହେବାକୁ ଲାଗିଥିଲା। ଏହି ସମୟରେ ରାଧା ଦାମୋଦର ମନ୍ଦିରର ପ୍ରତିଷ୍ଠାତା ହରେ କୃଷ୍ଣ କୃଷ୍ଣଙ୍କ ପ୍ରେରଣାରେ ଗୋ ସେବା ସୁରକ୍ଷା ସମିତି ବାଲେଶ୍ୱରର ପ୍ରତିଷ୍ଠାତା ତଥା ସମାଜସେବୀ ମାନସ ଦାସ ବୃଷଭ ଦେବତାଙ୍କୁ ଉଦ୍ଧାର କରି ବାଲିଆପାଳ ପଶୁ ଚିକିତ୍ସାଳୟରେ ଭର୍ତ୍ତି କରିବା ସହିତ ତାଙ୍କର ଯତ୍ନ ନେଉଥିଲେ। ସ୍ଥାନୀୟ ଅଞ୍ଚଳରେ ଅନେକ ଲୋକେ ବୃଷଭ ଦେବତାଙ୍କୁ ଖାଇବା ଦେବା ସହ ଯତ୍ନ ମଧ୍ୟ ନେଉଥିଲେ। ତେବେ ସୁସ୍ଥ ହୋଇ ଆସୁଥିବା ବୃଷଭ ଦେବତା ହଠାତ୍ କୌଣସି କାରଣରୁ ଅସୁସ୍ଥ ହୋଇପଡ଼ି ଗତ 27 ତାରିଖରେ ଦେହତ୍ୟାଗ କରିଛନ୍ତି। ତାଙ୍କର ଆତ୍ମାର ସଦ୍ଗତି ନିମନ୍ତେ ଶ୍ରୀ ଦାସଙ୍କ ପ୍ରଚେଷ୍ଟାରେ ସତ୍ସଙ୍ଗ, ଦୀପଦାନ, ଭାଗବତ ପାଠ, ନାମ ସଂକୀର୍ତ୍ତନ ଏବଂ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ସତ୍ସଙ୍ଗରେ ବହୁ ଗୋ ସୁରକ୍ଷା ସମିତିର ବହୁ ସଦସ୍ୟ ଓ ସ୍ଥାନୀୟ ଅଞ୍ଚଳରୁ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। ମୋ ନାମ ମାନସ ଦାସ। ଦେଖନ୍ତୁ, ଦୀର୍ଘ ଦିନ ଧରିକି ବୃଷଭ ଦେବତା ଆମ ବାଲିଆପାଳରେ ଅସୁସ୍ଥ ରୁଗ୍ଣ ହୋଇକି ଘୁରି ବୁଲୁଥିଲେ। ଆଉ ମୋ ନଜରକୁ ଆସିବା ପରେ ମୁଁ ଦୀର୍ଘ 5 ମାସ ଧରି ଏ ଯେଉଁ ବାଲିଆପାଳ ପ୍ରାଣୀ ଚିକିତ୍ସାଳୟ ଅଛି ତା ସେ ପରିସର ଭିତରେ ରଖିକି ଆମେ ସବୁ ସେବା ଦେଉଥିଲୁ। କିନ୍ତୁ ପ୍ରାଣୀ ଚିକିତ୍ସାଳୟରେ ଏଇଥିପାଇଁ ରଖିଥିଲୁ ଯେ କାଳେ ଚିକିତ୍ସକ ଟିକେ ଟ୍ରିଟମେଣ୍ଟରେ ହେଲ୍ପ କରିବେ, ଚିକିତ୍ସାରେ ସାହାଯ୍ୟ କରିବେ। କିନ୍ତୁ ତାଙ୍କର ଚରମ ଅବହେଳା ପାଇଁ ଯେଉଁ ପ୍ରାଣୀ ବିଭାଗରେ ଯେଉଁ ନିର୍ଦ୍ଦେଶକ, ମୁଖ୍ୟ ସଚିବ ଅଛନ୍ତି, ମନ୍ତ୍ରୀ ଅଛନ୍ତି, ସମସ୍ତଙ୍କୁ ଭେଟିବା ପରେ ଜଣେ ଯୁଗ୍ମ ନିର୍ଦ୍ଦେଶକ ଆସିଥିଲେ। ସେଟାକୁ ମଧ୍ୟ ସେ ଦେଖିକି ସବୁ ଏଠି ନିର୍ଦ୍ଦେଶ ଦେଲା ମଧ୍ୟ ପରେ ସେ ପ୍ରାଣୀ ଚିକିତ୍ସକ ଏତେ ନିର୍ଦ୍ଦୟ ଭାବରେ କି ସେ ବୃଷଭ ଦେବତାଙ୍କୁ ଅଧା ରାତିରେ ସେ ପ୍ରାଣୀ ଚିକିତ୍ସାଳୟରୁ ବାହାର କରିକି ବହୁତ ଦୂର ଜାଗାରେ ନିର୍ଜନ ଜାଗାରେ ପାଣି ଭିତରେ ତାଙ୍କୁ ବାନ୍ଧି ଦେଇଥିଲେ। ଆଉ ତାଙ୍କୁ ସେଠି ଉଦ୍ଧାର କରିକି ମଧ୍ୟ ଆମେ ତାଙ୍କର ପୁଣି ସ୍ୱାସ୍ଥ୍ୟ ଫେରାଇବା ପାଇଁ ଚେଷ୍ଟା କରିକି ଆମେ ବିଫଳ ହେଲୁ। ଆଉ ବୃଷଭ ଦେବତା ଅତ୍ୟନ୍ତ ଯନ୍ତ୍ରଣା କାତର ହେଇକି ସେ ଯନ୍ତ୍ରଣା ଜର୍ଜରିତ ଅବସ୍ଥାରେ କି ସେ ପ୍ରାଣତ୍ୟାଗ କରିଛନ୍ତି। ଆଉ ଏ ଅଞ୍ଚଳରେ ଆମେ ସବୁ ସନାତନୀ ଆମ ଗୋଟେ ନବଚେତନାର ଜାଗରଣ ପାଇଁ ବୃଷଭ ଦେବତାଙ୍କ ପ୍ରତି ଆମର କେମିତି ଶ୍ରଦ୍ଧା ଭକ୍ତି ବଢ଼ିବ। ଆମେ ପଥରର ଷଣ୍ଢଙ୍କୁ ଆମେ ପୂଜା କରୁଛୁ, କିନ୍ତୁ ଜୀବନ୍ତ ଷଣ୍ଢଙ୍କ ପ୍ରତି ଆମେ ଯେଉଁ ଅବହେଳା ଦେଖାଉଛୁ, ତ ତାର ଗୋଟେ ପରିବର୍ତ୍ତନ ଆସୁ ଆମ ମନ ଭିତରେ। ଗୋଧନ ଗୋ ସମ୍ପତ୍ତି ଆମର କେମିତି ସଂରକ୍ଷଣ ସମ୍ବର୍ଦ୍ଧନ ହେଉ, ସେହି ଉଦ୍ଦେଶ୍ୟରେ ଆଜି ଆମେ ଗୋଟେ ସତ୍ସଙ୍ଗ କରିଥିଲେ। ଆଉ ଶତାଧିକ ସଂଖ୍ୟାରେ ଆସିଥିଲେ। ସମସ୍ତେ ଆମେ ସଂକଳ୍ପ କରିଛୁ ଆମ ଅଞ୍ଚଳରେ ଗୋବଂଶର ସୁରକ୍ଷା ପାଇଁ ଆମେ ସମସ୍ତେ ନିଜକୁ ନିୟୋଜିତ କରିବା। ଶରତ କୁମାର ପାତ୍ର, ଘର ବାଲିଆପାଳ। ଆଜି ଏଠି ଆମର ଯେଉଁ ଷଣ୍ଢ ତାର ସେବା କରିବା ପାଇଁ ଆମେ 5.5 ମାସ ହେଲା ହସ୍ପିଟାଲରେ ରଖି ତାର ବହୁତ କିଛି ସେବା କରିଥିଲୁ। କିନ୍ତୁ ହଠାତ୍ ତାକୁ ପଶୁ ଡାକ୍ତରଖାନାରୁ କେହି ଦୁର୍ବୃତ୍ତ ରାତିରେ ତାକୁ ଛାଡ଼ି ଦେଲେ, ଯେଉଁଥିପାଇଁ ଆମେ ତାକୁ ଖୋଜିକି ଶେଷରେ ନ ପାଇ ଥାନାରେ ଦ୍ୱାରସ୍ଥ ହେଲୁ ଏବଂ କାହାଙ୍କ ଦ୍ୱାରା ଖବର ପାଇ ଆମେ ଏଇ କଚୁଆପଡ଼ା ମଝି ବିଲରେ ତାର ଖୁଣ୍ଟର ବାନ୍ଧା ହେଇଥିଲା ତାକୁ ଆଣି ଅନ୍ୟତ୍ର ରଖି ତାଙ୍କର ସେବା କରୁଥିଲୁ। କିନ୍ତୁ 2-3 ଦିନ ଧରି ଜାଣିବାକୁ ପାଇଲୁ ତାକୁ ଜଳାନ୍ତକ ହେଇଯାଇଛି। ଜଳାନ୍ତକ ହେଲା ପରେ ସେ ଖାଦ୍ୟ କିଛି ଖାଇଲେ ନାହିଁ, ତାଙ୍କର ଦେହତ୍ୟାଗ ହେଲା। ଆଜି ତାଙ୍କର 8 ଦିନ, ଆଜି 8 ଦିନ। ତେଣୁ ଆଜି ଆମର ରାଧାକୃଷ୍ଣ ମନ୍ଦିରରେ ତାଙ୍କର ଆତ୍ମାର ସଦ୍ଗତି ପାଇଁ ଆମେ ସମସ୍ତେ ଏଠି ଦୀପ ପ୍ରଜ୍ୱଳନ କରିଛୁ ଏବଂ ଗୀତା ଯଜ୍ଞ କରିଛୁ ଏବଂ ଘୃତ ଦେଇ ଆମର ବତୀ ମଧ୍ୟ ପ୍ରଜ୍ୱଳନ କରାଯାଇଛି। ବାଲିଆପାଳରୁ ଭୀଷ୍ମଚରଣ ମଲ୍ଲିକଙ୍କ ରିପୋର୍ଟ, ମୋବାଇଲ ଟିଭି।